ଆସିଲା ବେଳେ କାହାକୁ କିଛି କୁହେନି, କବାଟ ଖୋଲିକି ସକାଳୁ ସକାଳୁ 5ଟା ବେଳେ ବାହାରିବାକୁ ପଡ଼ିବ ଘରୁ, ସକାଳୁ ସକାଳୁ ବାହାରି ପଡ଼େ। ତାର କାରଣ ଯେ ଘରେ ରହିଲେ ସମସ୍ତଙ୍କ ଗହଣରେ ରହିବାକୁ ହୁଏ, ସମସ୍ତଙ୍କ ସହିତ କଥାବାର୍ତ୍ତା, ଖାଇବା ପିଇବା ସବୁ ବେଶ ଭଲ ଲାଗେ। କିନ୍ତୁ 4-5 ଦିନ ପରେ ପୁଣି ଏଠିକି ପଳେଇ ଆସିବି, ସେଇ ନିଃସଙ୍ଗ ଜୀବନ ସେଟା ସହି ହୁଏନି ସକାଳୁ ସକାଳୁ। ତେଣୁ ମୁଁ କାହାକୁ କିଛି କୁହେନି, ତୁମତାମ କବାଟ ଖୋଲିକି ଚାଲି ଆସ, ପରବର୍ତ୍ତୀ ସମୟରେ ସେମାନେ ତାଙ୍କର କବାଟ ଦିଅନ୍ତି। ତେଣୁ ଦୁଃଖ ନିଶ୍ଚିତ, ଯଦି ମିଳନ ଥିବ ସେଠି ଦୁଃଖ ନିଶ୍ଚିତ, ଆଉ ବିଦାୟ ବେଳା ନିଶ୍ଚିତ ଭାବରେ ମର୍ମକୁ ସ୍ପର୍ଶ କରିଥାଏ। ଆଜି ସକାଳେ ମୋ ଘରକୁ ପିଲାଟି ରୋଷେଇ କରିବାକୁ ଆସିଥିଲା। ଆଜି ରୋଷେଇ କରେ, ତାକୁ କହିଲି ଯେ 3 ଥର ପାଇଁ ରାନ୍ଧିବୁନି, 2 ଥର ପାଇଁ ରାନ୍ଧିବୁ। ସେ କହିଲା କାହିଁକି? କହିଲି ପିଲାମାନେ 2 ଥର ବୋଧେ ଖାଇବାକୁ ଦେବେ, ମୋର ଗୋଟେ ଫଙ୍କସନ୍ ଅଛି, ସେ 2 ଥର ରାନ୍ଧି 3 ଥର ରାନ୍ଧେନା। ତାପରେ ମୁଁ ତାକୁ କହିଲି ଏ ପିଲା, ସେ କହିଲା କେଉଁ ଫଙ୍କସନ୍? ମୁଁ କହିଲି ଏମିତି ଫେୟାରୱେଲ୍ ବିଦାୟ କାଳ ଫଙ୍କସନ୍। ଏଇ ପିଲାମାନେ ପଳେଇ ଯିବେ? ମୁଁ କହିଲି ହଁ, ଏଇ ପିଲାମାନେ ପଳେଇ ଯିବେ। ତାପରେ ସିଏ ଯାହା କହିଲା ଏବଂ ମୁଁ ବି ସେଇଆ ଫିଲ୍ କରୁଥିଲି, ମୋ ମନଟା ସେ କହିଦେଲା, କହିଲା ଭାଇନା ତମେ ଯଦି ମୋଟର ସାଇକେଲ ଘରେ ରଖିଥିବ ଆଉ ତମେ କେତେବେଳେ ଆସିବ, ତାହେଲେ ଏଇ ପିଲା ପଳେଇ ଯିବେ, ତମେ କାହାକୁ ତମକୁ କିଏ ଯାଇକି ଷ୍ଟେସନ ଆଣିବ? ସବୁବେଳେ ତାର ନାମ ସେଭ୍ କରିଛି ସାହିତ୍ୟ ପ୍ରାଣ, ତାକୁ ଫୋନ୍ କରିଦିଏ। ତା ମୋଟର ସାଇକେଲ ଥିଲେ ସେ ଯାଇକି ନେଇ ଆସେ, ନହେଲେ ଅନ୍ୟ କାହା ମୋଟର ସାଇକେଲ ଯାଇକି ନେଇ ଆସେ, ନହେଲେ ଘରୁ ମୋ ମୋଟର ସାଇକେଲ ଯାଇକି ନେଇ ଆସେ। ସେ ଯେଉଁ କଥା କହିଲା ସତରେ ବଡ଼ ହୃଦୟସ୍ପର୍ଶୀ କଥା। ଆଉ 2-3 ଦିନ ପରେ ମୁଁ ଆଉ କାହାକୁ କହିବି କିଏ ଯାଇକି ମୋତେ ଷ୍ଟେସନରୁ ଆଣିବ ଯଦି 4-5 ଦିନ ପାଇଁ ଘରକୁ ପଳେଇଛି। ଆଦର ପିଲାମାନଙ୍କ ସହିତ ମୋର ଅତ୍ୟନ୍ତ ଅନ୍ତରର ସମ୍ପର୍କ। ଯେଉଁ ପିଲା କାହିଁ ସବୁ ପିଲାଙ୍କୁ ଭଲ ପାଏ, ତଥାପି କିଛି ପିଲା ରହିଯାଇଥାନ୍ତି, ମନୋନୀତ ରହିଯାଇଥାନ୍ତି, ତାଙ୍କ ସହିତ ଅନ୍ତର ସମ୍ପର୍କ ରହିଥାଏ। ମୋର ଗୋଟିଏ ଛାତ୍ରଟିଏ ଅପରେସନ୍ ହେଇଥିଲା। ଅପରେସନ୍ ହେଇ ଯେତେବେଳେ ତାର ଚେତା ଆସିଲା, ସେ କହିଲା ମୋ ସାର୍ଙ୍କୁ ଥରେ ଡାକ ଟିକେ, ମୁଁ ତାକୁ ଟିକେ ଦେଖିବି। ସଙ୍ଗେ ସଙ୍ଗେ ତା ବାପା ମା ମୋତେ ଡାକିଲେ, ମୁଁ ଗଲି ଏବଂ ତାକୁ ଦେଖିଲି। କହିଲି ବାବା ତୁ ଭଲ ହେଇଯିବୁ, ଶୀଘ୍ର ଭଲ ହେଇଯିବୁ, ପିଲାଟି ଭଲ ହେଇଗଲା। ମୋର ଛାତ୍ରଛାତ୍ରୀମାନେ ମୁଁ ତାଙ୍କୁ ଏତେ ଭଲ ପାଏ ଏବଂ ସେମାନେ ମୋତେ ଏତେ ଭଲ ପାଆନ୍ତି, ହୁଏତ ତୁମେ ତାଙ୍କୁ ଦେଖିଲେ କେବେ ଜାଣିପାରିବ। ସେ ପିଲାମାନଙ୍କ ପାଇଁ ମୋତେ ସବୁ ଦୃଷ୍ଟିରୁ ସାହାଯ୍ୟ କରିଛନ୍ତି, ମାନସିକ ସ୍ତରରେ ସାହାଯ୍ୟ କରିଛନ୍ତି, ଆର୍ଥିକ ସ୍ତରରେ ସାହାଯ୍ୟ କରିଛନ୍ତି, କୌଣସି ଜାଗାରେ ମୋର ଅନ୍ୟ କିଛି ସାହାଯ୍ୟ କଲେ ମୋତେ ସାହାଯ୍ୟ କରନ୍ତି। ଅତ୍ୟନ୍ତ ସେମାନେ ହେଉଛନ୍ତି ମୋର ଆପଣାର। ମୋର ପିଲାମାନେ କେତେ ପିଲା ଅଛନ୍ତି, ବହୁତ ସେମାନେ ମୋର ଆପଣାର। ମୁଁ ବେଳେବେଳେ କୁହେ, ଆଉ ଏକଥା ମଧ୍ୟ ସତ୍ୟ, ପୁରା ଅନ୍ତରର କଥା କହୁଛି। ମୋର ତ ଛୋଟ ଛୋଟ ପୁଅ 2ଟି, ବଡ଼ ସେମାନେ ନୁହନ୍ତି, ଛୋଟିଆଟି ମାନ। ବଡ଼ ପୁଅ +3ରେ ପଢ଼ୁଛି, ସାନ ପୁଅ 9th କ୍ଲାସରେ ପଢ଼ୁଛି। ବଡ଼ ପୁଅ ପଢ଼ିନି +3, ଏ ବର୍ଷ +2 ପଢ଼ିବ। ସେମାନେ ମୁଁ ସେମିତି କୁହେ ଯେ ମୁଁ ମରିଗଲେ, ମୋ ପିଲାମାନେ ଶ୍ରାଦ୍ଧ ଦେଲେ ମୁଁ ଯେତିକି ଆଦର ସହିତ ନ ପାଇବି, ମୋର ଛାତ୍ରଛାତ୍ରୀ ଯଦି ବାଲିରେ ଶ୍ରାଦ୍ଧ ଦେଇଦେବେ, ମୁଁ ତା ଆଦରରେ ପାଇବି ମୋର ଶ୍ରାଦ୍ଧ ଦିବସ ଦିନ। ମୋର ଯେଉଁମାନେ ଗୁରୁ ଅଛନ୍ତି, ଯେଉଁମାନେ ବଞ୍ଚିଛନ୍ତି, ସେମାନଙ୍କ ସହିତ ଭଗବାନ ଆଉ ଭକ୍ତ ପରି ମୋର ସମ୍ପର୍କ। ଆଉ ଯେଉଁମାନେ ଚାଲି ଯାଇଛନ୍ତି, 3 ଜଣଙ୍କ ନାଁ କହିବି। ଜଣେ ହେଉଛନ୍ତି ପ୍ରଫେସର ନିତ୍ୟାନନ୍ଦ ଶତପଥୀ, ଜଣେ ହେଉଛନ୍ତି ପ୍ରଫେସର ଆଶୁତୋଷ ପଟ୍ଟନାୟକ, ଆଉ ଜଣେ ହେଉଛନ୍ତି ମୋର ପିଇଟି ଗୁରୁ ପ୍ରଫେସର ଗଗେନ୍ଦ୍ରନାଥ ଦାସ। ଏବଂ ଏମାନେ ଯେତେବେଳେ ତାଙ୍କର ଶେଷ କାର୍ଯ୍ୟ ସମ୍ପନ୍ନ ହୋଇଛି, ଶ୍ମଶାନକୁ ଯାଇଛନ୍ତି, ଶ୍ମଶାନରେ ମୋର ଏଇ ହାତରେ ଜୁଇରେ ନେଇକି ମୁଁ ସେମାନଙ୍କୁ ଶୁଆଇ ଦେଇଛି। 2 ଜଣଙ୍କୁ ସତ୍ୟନଗର, ଭୁବନେଶ୍ୱର ସତ୍ୟନଗର ମଶାଣି, ଆଉ ଆଶୁତୋଷ ପଟ୍ଟନାୟକ ସାର୍ଙ୍କୁ
ଆମର ପୁରୀରେ ରହିଥିବା ସ୍ୱର୍ଗଦ୍ୱାର ସେଇ ଜୁଇରେ ନେଇକି ଶୁଆଇ ଦେଇଛି। ସେତେବେଳେ ମୋର ମନେ ପଡ଼େ ଯେ ମୁଁ ଯେମିତି ମୋ ସାର୍ଙ୍କୁ ଜୁଇରେ ଶୁଆଇ ଦେଉଛି, ସେମିତି ମୋତେ କେଉଁଠି ନା କେଉଁଠି ମୋର କିଏ ଗୋଟେ ପ୍ରିୟ ଛାତ୍ରଛାତ୍ରୀ ଥିବ ଯିଏକି ମୋ ଦୁଃଖରେ ସାହାଯ୍ୟ କରିବ। ମୁଁ ମରିଗଲେ ବି ମୋତେ ଆସିକି ସେ ଏମିତି ଜୁଇରେ ଶୁଆଇ ଦେବ ସେ କଥା। ଏବଂ ସେମିତିକା ଛାତ୍ରଛାତ୍ରୀ ମୋର ମଧ୍ୟ ଅଛନ୍ତି। ସାଧାରଣତଃ ପିଲାମାନେ ଛାତ୍ରଛାତ୍ରୀ ଏତେ ସାହାଯ୍ୟ କରନ୍ତି, ଏତେ ଆପଣାର ହୁଅନ୍ତି, ମୁଁ କେବେ ସେମାନଙ୍କୁ କେବେ ଭୁଲି ପାରିବିନି। ଥରଟେ ଏ ବିଶ୍ୱବିଦ୍ୟାଳୟରେ ଡ୍ରାମା ହେଉଥିଲା, ମୋ ନିର୍ଦ୍ଦେଶିତ ଡ୍ରାମା ହେଉଥିଲା। ରାତି 2ଟା ଡ୍ରାମା ସରିଲା ବେଳକୁ ରାତି 1-2ଟା ହେଇଗଲା। ମୋ ସାନ ପୁଅର ବହୁତ ଦେହ ଖରାପ, ସେତେବେଳେ ସେ ଛୋଟିଆ ହେଇଗଲା, ବହୁତ ଦେହ ଖରାପ, କଫ ହେଇଯାଇଛି। ତାପରେ ମୁଁ ଏଇଠି ଯାଇଥିଲି ରଙ୍ଗେଇଲୁଣ୍ଡା ଗାଁକୁ ଯାଇଥିଲି ଗୋଟେ ଗାଡ଼ିକୁ ଡାକିବା ପାଇଁ, ମେଡ଼ିକାଲ ଯିବା ପାଇଁ। କଫ ରୋଗୀ ମୋଟରସାଇକେଲ ନେଇକି ଯାଇହେବନି, ପୁଣି ଶୀତ ଦିନ। ତାପରେ ମୁଁ ଯାଇଥିଲି, ସେ ମୋତେ ମନା କରିଦେଲା। ମୁଁ ଫେରିକି ଆସିକି ଯେଉଁଠି ଆମର ରହିଛି ଦୋକାନ ଗୁଡ଼ା ରହିଛି ସେ ଛିଡ଼ା ହେଇଥିଲି। ସେଠି ମୋର ଗୋଟେ ଷ୍ଟୁଡେଣ୍ଟ ଦେଖିଲା, ସାର୍ ଆପଣ ଏତେ ରାତିରେ ଏଠି କାହିଁ ଛିଡ଼ା ହେଇଛନ୍ତି, କାହିଁ ଯାଉଛନ୍ତି? ମୁଁ କହିଲି ବାବା ଏମିତି ସାନ ପୁଅର ଦେହ ଖରାପ, ଆଉ ଯାଇଥିଲି କାର୍ଟେ ଡାକିବାକୁ ଆଣିଥିଲି, ସେ ମନା କରିଦେଲା। କହିଲା ସାର୍ ଆପଣ ଏଇଠି ଥାଆନ୍ତୁ, 10 ମିନିଟ୍ ଭିତରେ ଆପଣଙ୍କ ଦୁଆରେ ଆସି କାର୍ ପହଞ୍ଚିବ। ଏବଂ ସେ ପିଲାମାନେ ଗଲେ, ସତରେ 10-15 ମିନିଟ୍ ଭିତରେ ୟୁନିଭର୍ସିଟି କାର୍ ଆଣିକି ମୋ ଦୁଆରେ ଠିଆ କରିଦେଲେ। ତାର ଆମେ ଗଲୁ MKCT ମେଡ଼ିକାଲରେ ଯାଇକି ମୋ ପୁଅ ଚିକିତ୍ସିତ ହେଉଛି। ଅତି କମରେ 100 ଖଣ୍ଡେ ପିଲା ମୋଟରସାଇକେଲ କାର୍ ଧରିକି ହଷ୍ଟେଲରୁ ସେଠି ଯାଇକି ପହଞ୍ଚିଲେ। ଡାକ୍ତରମାନେ ଡରିଗଲେ ଯେ କାହିଁକି ଏତେ ପିଲା ଆସୁଛନ୍ତି, କ'ଣ ଗଣ୍ଡଗୋଳ କରିବେ, କ'ଣ ନାହିଁ। ଏବଂ ସେମାନେ ଡାକ୍ତରଙ୍କୁ କହିଲେ ଆପଣ ଜମା ଚିନ୍ତା କରନ୍ତୁ ନାହିଁ, ଆମ ସାର୍ଙ୍କ ପୁଅ, ତେଣୁ ଆମେ ଆସିଛୁ ଦେଖିବା ପାଇଁ ଆସିଛୁ, ଆପଣ ଜମା ଚିନ୍ତା କରନ୍ତୁ, ଯାହା ଟ୍ରିଟମେଣ୍ଟ କରିବା କଥା ଆପଣ ସେୟା ଟ୍ରିଟମେଣ୍ଟ କରନ୍ତୁ। ତେଣୁ କେତେ ସମ୍ପର୍କ ପିଲାଙ୍କ ସହିତ, ରାତି ଅଧରେ ସେମାନେ କେତେ ସାହାଯ୍ୟ କରିଦେଉଛନ୍ତି। ଆଉ ଗୋଟେ କଥା କହିବି, ମୋର ଗୋଟେ ବିପଦ ଥିଲା। ବିପଦରେ ମୋତେ ଅନେକ ସମୟରେ କେମିତି ବିପଦରେ ବେଶୀ ଫସିଯିବି ସେମିତି ସବୁ ବ୍ୟବସ୍ଥା କରାଯାଇଥିଲା। ମୋର 50 ଜଣ ଛାତ୍ରଛାତ୍ରୀ, ମୁଁ କାହାକୁ ଡାକିନି, ଛାତ୍ରଛାତ୍ରୀ ନଥିଲେ, ଛାତ୍ର ଥିଲେ। 50 ଜଣ ଛାତ୍ର ଆସିକି ମୋ ପାଖରେ ଛିଡ଼ା ହେଲେ ଏବଂ ମୋ ବିପଦରୁ ମରଣ ମୁହଁରୁ ସେମାନେ ମୋତେ ଟାଣି ଆଣିଲେ। ଏତେ ମୋତେ ସାହାଯ୍ୟ କରିଛନ୍ତି, ପିଲାମାନେ ମୋତେ ସାହାଯ୍ୟ କରିଛନ୍ତି। ମୁଁ ଅଧିକ ସମୟ ଖାଇଦେଲିଣି, ଆଉ ତୁମମାନଙ୍କ ସମୟ ନଷ୍ଟ କରିବି ନାହିଁ, ତୁମର ଅଲଗା କ'ଣ କାର୍ଯ୍ୟକ୍ରମ ଥିବ। ମୁଁ 2 ବର୍ଷ ତୁମର କଟିଗଲା, ଭାରି ଦୁଃଖ ଲାଗୁଥିଲା। ସକାଳେ ମୋତେ ମୁଁ ପିଲାମାନଙ୍କ ସହିତ ନା ଟିକେ ଭଲରେ କଥା ହେଇପାରିଲି, ନା ଭଲରେ ମିଶି ପାରିଲି, ନା ସେମାନଙ୍କ ସହିତ ମୋର ସେମିତି କିଛି ନିବିଡ଼ ସମ୍ପର୍କ ସ୍ଥାପନ ହେଇପାରିନି। ବିଭିନ୍ନ କାର୍ଯ୍ୟବଶତଃ ହେତୁ ତାହା ହେଇପାରିନି। କିନ୍ତୁ କେତେଜଣ ପିଲା ଅଛନ୍ତି ଯେଉଁମାନେ ସବୁଦିନ ପାଇଁ ମୋ ହୃଦୟ ଭିତରେ ସେମାନେ ଛାପି ହେଇଯାଇଛନ୍ତି। ମୁଁ ଯେତେ ଭୁଲିବାକୁ ଚେଷ୍ଟା କଲେ ବି ସେମାନଙ୍କୁ ଭୁଲି ପାରିବିନି। ଚିରଦିନ ସେମାନେ ମୋର ସ୍ମୃତି ହେଇକି ରହିବେ। ମୋ ପିଲାମାନଙ୍କ ପାଇଁ ମୁଁ ଅନ୍ୟମାନଙ୍କ ପାଖରେ ଯେତେ ଛୋଟ ହେଇଯିବା କଥା ଛୋଟ ହେଇଯାଏ, ସେମାନଙ୍କ କାମ ପାଇଁ ମୁଁ ଛୋଟ ହେଇଯାଏ ଏବଂ ସେମାନଙ୍କର ଯାହା ଉପକାର କରିବା କଥା ମୁଁ ସେ ଉପକାର କରିଛି। ସେମାନେ ଆଜି ସମସ୍ତେ, ସେମାନଙ୍କ ଭିତରୁ ଅନେକ ଆଜି ପ୍ରତିଷ୍ଠିତ ଏବଂ ସାର୍ମାନଙ୍କର ଗୋଡ଼ ହାତ ଧରିକି ସେମାନଙ୍କର ଯାହା କାର୍ଯ୍ୟ କରିବା କଥା ମୁଁ କରିଦେଇଛି। ତୁମମାନଙ୍କର ମଧ୍ୟ ସେମିତି ଯେତେବେଳେ ଯେଉଁଠି ସୁଯୋଗ ପାଇବି ତୁମମାନଙ୍କୁ ସେମିତି ସାହାଯ୍ୟ କରିବି, ଆଉ ତୁମ ଉପକାର ହେଲା ଭଳି ଯାହା କାର୍ଯ୍ୟ କରିବା କଥା ସେ କାର୍ଯ୍ୟ କରିବି। ଏବଂ କିଛି ପିଲା ଅଛନ୍ତି, ତୁମ ବ୍ୟାଚ୍ର ବିଦାୟୀ ପିଲା ଅଛନ୍ତି, ମୋତେ ବହୁତ ଭଲ ପାଆନ୍ତି। ମୁଁ ସେମାନଙ୍କ ପାଇଁ କିଛି କରିପାରିନି। ଯଦି ଜୀବନରେ କେବେ ସୁଯୋଗ ମିଳେ ମୁଁ ନିଶ୍ଚିତ ସେମାନଙ୍କୁ ପ୍ରାଣ ଦେଇ ସାହାଯ୍ୟ କରିବି। ଏବଂ ଯେତେ ତୁମମାନଙ୍କ ପାଇଁ ଯାହା କରାଯାଇପାରେ, ଯେତେ ତଳଙ୍କର ମାନ ସମ୍ମାନ ସବୁ ବଦଳରେ ତୁମମାନଙ୍କ ପାଇଁ ଯାହା ସାହାଯ୍ୟ କରାଯାଇପାରେ ମୁଁ ସେ ସାହାଯ୍ୟ କରିବି। ଆଦରର ପିଲାମାନେ, ଯେଉଁମାନେ ବିଦାୟ ନେଉଛ, ଅବଶ୍ୟ ଏହା ସତ୍ୟ ଯେ ନିଷ୍ଠୁର ସତ୍ୟ ହେଉଛି, ଦୁନିଆ ହେଉଛି ନିଷ୍ଠୁର ସତ୍ୟ। ଏ କଥା ଯେ ଅନେକ ସମୟରେ ମନେ ରଖିଥାଅ, ଜୀବନରେ କେହି ଜଣେ ବି ତୁମକୁ ସାହାଯ୍ୟ କରିବେ ନାହିଁ। ଏ ଜୀବନରେ ତୁମେ ଯେତେବେଳେ ବିପଦରେ ପଡ଼ିଥିବ ସମସ୍ତେ ତୁମର ଦୁଃଖ ଦେଖିକି ଖୁସି ହେବେ,
तुमर सुख दुनिया रे केही जणे देखिबे नै आ जो देखिबा लोक कियो अछि से होची गुरु बापा मानकर सिना स्वार्थ अछि गुरुर किछि स्वार्थ नै तुम मान को भलरे देखिले तुम मान प्रतिष्ठित अवस्था देखिले तुम मानकर मंगल देखिले से खुशी हेइबो मु मध्य तुम मानकर सेही उज्जवल भविष्य आशा करूची आ समाज रे प्रतिष्ठित होई तुमे तुमर नाम को विख्यात कर से आशा तुम मान रखुची एवं मु काहरी ना एते मन न रखिथिले मध्य मु तुम मान को बहुत भल पाउची जीवन रे जते बेले जोठी जेमिति सुजोग आसिले मु निश्चित भाव तुमको साहाय्य करिवे तुमे मोर अवश्य मोर कि शत्रुता करिना मु भी तुमर किछि शत्रुता करिना काम रे कि कष्ट देइनी मु साधारणतः काम रे कि कष्ट देला भली कथा करेनी तुम माना मोर जति मन पड़ुची मु काम रे किछि कष्ट देइनी आ के जानि काले देइथि मु जानि नै जदि देइथिली ताले मते क्षमा कर दबो मु कष्ट देबा पई चेष्टा करी तुम माने कष्ट देइनी जदि बा केबे कष्ट देइथिली सेमिति जदि भूल रे केबे कष्ट देइथिली मु दिएनी काम रे कष्ट दिएनी का क्षति करेनी विश्व काम मु केबे किछि करेनी आ तुम मात्र ए आशा करिबी जेमिति मु दिन गर्व रे कहिबी मु तार गुरु से आशा तुम मात्र के रहउची धन्यवाद।